କେବେ ଆସ ମ ଜାନୁଆରୀ କହିବ କି ଅପରେସ ସହିତ ଆସିନି ଖୋର୍ଦ୍ଧା ଜିଲ୍ଲା ସଭାପତି ଏଠି ଆଜିକି ବର୍ଷେରୁ 2 ବର୍ଷ ପାଖାପାଖି ହେଇଗଲାଣି ଆପୋଲୋ ହସ୍ପିଟାଲ ଏଠି ଭୁବନେଶ୍ୱରରେ ଯେଉଁ ଅଛି ସେଠି ଯେଉଁ ଶ୍ରମିକମାନେ କାମ କରୁଛନ୍ତି ତାଙ୍କ ଉପରେ ଅନେକ ଅତ୍ୟାଚାର ଓ ଅନ୍ୟାୟ ହେଲା ଆପୋଲୋ ହସ୍ପିଟାଲ କର୍ମଚାରୀଙ୍କ ଦ୍ୱାରା। ଯେତେବେଳେ ତାଙ୍କର ଆପୋଲୋ ହସ୍ପିଟାଲର ଏଇ ୱାର୍କର୍ସ ମାନେ ଏହାକୁ ପ୍ରତିବାଦ କଲେ ଆକ୍ରୋଶମୂଳକ ଭାବରେ ଆପୋଲୋର ଅଧିକାରୀମାନେ ଏମାନଙ୍କୁ ଚାକିରିରୁ ବାହାର କରିଦେଲେ। ଓଡ଼ିଶାରେ ଏଠି ଜାଗା ତାଙ୍କୁ ଦିଆହେଲା ତୁମେ ଏଠି ହସ୍ପିଟାଲ କରିବ ଓଡ଼ିଶା ପିଲାଙ୍କର ନିଯୁକ୍ତି ହେବ। ବାବୁ ଏବେ ଓଡ଼ିଆ ପିଲାଙ୍କୁ କାଢ଼ିକି ପଇସା ନେଇକି ଏବେ ବଙ୍ଗାଳୀ ପିଲାଙ୍କୁ ରଖୁଛନ୍ତି ଆଉ ତେଲେଙ୍ଗାନା ପିଲାଙ୍କୁ ଏ ଭିତରେ ନିଯୁକ୍ତି ଦେଉଛନ୍ତି। ଆମକୁ କଥା କହିଲେ ଯେ ଲେଖିକି ଦେଲେ ଯେ 15 ଦିନ ଭିତରେ ଯେଉଁ ପିଲା ଯାଇଛନ୍ତି ଆମେ ତାଙ୍କୁ ପୁନଃ ନିଯୁକ୍ତି ଦେବୁ। ଏମାନେ ଲେବର କମିଶନର କଥାକୁ ମଧ୍ୟ ମାନୁନାହାନ୍ତି। ଲେବର କମିଶନ ବାରମ୍ବାର ଆଲୋଚନା ହେଉଛି ଟ୍ରିବ୍ୟୁନାଲ ଆଲୋଚନା ହେଉଥିବା କହୁଛନ୍ତି 15 ଦିନ ଭିତରେ ନେବୁ କିନ୍ତୁ ନେଉନାହାନ୍ତି। ଯଦି ଏମାନେ ସହିତ ଆଲୋଚନା କରାଯାନ୍ତି କେଉଁ ମୁଖ୍ୟମନ୍ତ୍ରୀ କେଉଁ ମନ୍ତ୍ରୀ କାହାକୁ କ'ଣ କହିବ ଯାଅ ଆମେ କିଛି ବିଷୟ ଶୁଣିବାର ନାହିଁ। ଇଏ ହେଉଛି ଆପୋଲୋ ହସ୍ପିଟାଲ। ଦେଖ ୟାର ଚେର କେତେ ତଳକୁ ଯାଇଛି। ଆପଣ ମାର୍କ କରିଥିବେ ଯେତେବେଳେ ଗୋଟେ ରୋଗୀଟେ ଦେହାନ୍ତ ଏଠି ହେଇଯାଉଛି ତ ପଇସା ନ ଦେଇପାରୁଛି ଗରିବ ରୋଗୀଟେ ସେ ତା ସବୁକୁ ଛାଡ଼ୁନି ଯେପର୍ଯ୍ୟନ୍ତ ତା ଜମି ଢିଅ ଜମିବାଡ଼ି ବିକି ଆଣି ପଇସା ନ ଦେଉଛି। ଇଏ ହେଲା ସେଇ ଆପୋଲୋ ହସ୍ପିଟାଲ ଯାହାର ଚେରଟା ବହୁତ ତଳକୁ, ଯିଏକି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ବିଷୟ ସେ ଖାତିର କରେନି କି ଦେଶର ଆଇନ କାନୁନକୁ ଆପୋଲୋ ହସ୍ପିଟାଲ ମାନେନି। ନହେଲେ ସେ ଲେବର କମିଶନରଙ୍କ କଥାକୁ ସେ ମାନିବନି, ଶ୍ରମିକ ନିୟମକୁ ମାନିବନି, ସମ୍ବିଧାନକୁ ମାନିବନି। କ'ଣ ଅପରାଧ କରନ୍ତି ଆପୋଲୋ ହସ୍ପିଟାଲ କର୍ମଚାରୀମାନେ ତାଙ୍କୁ କାହିଁକି ତମେ ଚାକିରି ନିଲମ୍ବନ କରିଛ? କେବଳ ସେତିକି ନୁହନ୍ତି, ଆପୋଲୋ ହସ୍ପିଟାଲ ସାମ୍ନାରେ ଯେତେ ଗାଡ଼ି ପାର୍କିଂ ହେଉଛି ଦେଖିବେ ହାରାହାରି 500 ଗାଡ଼ି ଏ ରାଜରାସ୍ତାରେ ପାର୍କିଂ ହେଉଛି। ତାହେଲେ ୟାର ଆପୋଲୋ ହସ୍ପିଟାଲ ଚେର ଯଦି ତଳକୁ ଯାଇନି ତାହେଲେ ଏତେ ଗାଡ଼ି ଏଠି ପାର୍କିଂ ହେଉଛି କେମିତି ରାଜରାସ୍ତାରେ? ଆପଣ ସାମ୍ବାଦିକ ଭାଇମାନେ ଜାଣିଥିବେ ଯଦି ମାର୍କେଟ ବିଲ୍ଡିଂରେ କିଏ ଗାଡ଼ିଟା ଥୋଇ ଦେଉକି ଚୁଡ଼ି କିଣିବାକୁ ଯାଉଛି ଆଇଲା ବେଳକୁ 3000 8000 ଫାଇନ୍, ଗାଡ଼ି ଭିଡ଼ା ହେଇକି ଯାଉଛି କେଉଁଠି ପାର୍କିଂ ସେଣ୍ଟରକୁ। ଆପୋଲୋ ହସ୍ପିଟାଲରେ ଚେର କେତେ ତଳକୁ, ସେ କେତେ ଟଙ୍କା ଦେଉଛି ସରକାରର କାହାଣୀ ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ କାହାକୁ ପଇସା ଦେଉଛି କି କୌଣସି ଅଫିସରଙ୍କୁ ପଇସା ଦେଉଛି ତା ଚେର କେତେ ଲମ୍ବା। ଇଏ କେଉଁଠି ତେଲେଙ୍ଗାନାରେ ରହିଛି, ତା ଘର ତେଲେଙ୍ଗାନା, ବେପାର କରୁଛି ଓଡ଼ିଶାରେ। ଓଡ଼ିଆ ଲୋକଙ୍କୁ ଚାକିରି ନାହିଁ, ଓଡ଼ିଶାର ଜମି ନେବ। ଓଡ଼ିଆ ଲୋକ ଏଠି ଦୋକାନ କରୁଥିଲେ ବାଡ଼େଇକି ଆଜ୍ଞା ଭାଙ୍ଗିଦେଲା। ଏଇ ବସ୍ତିରେ ସାମ୍ନାରେ ବସ୍ତିଟି ଅଛି ତାଙ୍କର ପିଲାମାନେ ଦୋକାନ କରିଥିଲେ, ବାହାରେ ଚା ଗୋଟା ପିଇଲେ 5 ଟଙ୍କା 10 ଟଙ୍କା। ଆପୋଲୋ ହସ୍ପିଟାଲ ଭିତରେ ବର୍ତ୍ତମାନ ଯାଆନ୍ତୁ ଚା ପିଇବେ ଜୋର ଜବରଦସ୍ତ 50 ଟଙ୍କା ଚା ଗୋଟାକୁ, କେତେ 50। এই সাইডে দেখবে জলখিয়া দোকান খাଇବା দোকান আগে এটি হয়েছিল। গরিব লোক মানে ওড়িশা পিলা 2 পয়সা পাওলে। যে মালিক এটি হসপিটাল করেছি তাঁর আগে 3 ঝিও না 4 ঝিও, সেমানে জনে ক্যান্টিন চলাউছি, জনে মেডিসিন বিকুছি, জনে হসপিটাল চলাউছি, আউ জনে শোপিং কাম দেখুছি। তাঁকরি পরিবার ভিতরে বাঁটি গুঁটি এটি বেপার করবে। ওড়িয়া লোক কী কাম করেনি কি বেপার করবেনি কি ওড়িশা লোক কৌশি লাভবান হেবেনি। জমি দিয়েছে আমি হচ্ছে এটি ভকুয়া। এটি শ্রমিকর কৌশি নীতি নিয়ম কি পালন করা যাউনি। যেপর্যন্ত ଆପୋଲୋ ହସ୍ପିଟାଲ କିଡ଼ନୀ ବିକା ଆଉ ଶବ ରଖିକି ପଇସା କଲେକ୍ସନ୍ କରିବା, ରୋଗୀମାନଙ୍କୁ ସବୁ ଶୋଷଣ କରିବା, ଆଇସିୟୁ ଭିତରେ ଜୀବନ ନଥିବ ଦେଖିଲା ବେଳକୁ ପଇସା ଗଣା ଚାଲିଥିବ, ଏସବୁ ନୀତି ଯଦି ବନ୍ଦ ନ କରେ ସେ ପର୍ଯ୍ୟନ୍ତ ଏ ଆନ୍ଦୋଳନ ଚାଲିବ। ଜୟ ହିନ୍ଦ, ଭାରତ ମାତା କି ଜୟ।